এই ভিডিଓରେ ଆମେ +3 ଫାର୍ଷ୍ଟ ସେମିଷ୍ଟାର କୋର୍ ପେପର୍ 1 ଡିସ୍କସନ୍ କରିବା ଏଜୁକେସନ୍ର। ଆଉ ଏଇ ଏଜୁକେସନ୍ ପେପର୍କୁ ଯେଉଁମାନେ ମାଇନର୍ରେ ମଧ୍ୟ ରଖିଛନ୍ତି ତାଙ୍କ ପାଇଁ ମଧ୍ୟ এই ଭିଡ଼ିଓଟି ବହୁତ ଇମ୍ପୋର୍ଟାଣ୍ଟ ହେବ। ତେଣୁ ଆପଣମାନେ ଦେଖୁଥିବେ ଯେ ବ୍ୟାକ୍ଗ୍ରାଉଣ୍ଡ ସାଉଣ୍ଡ ଆସୁଥିବ, ଆଉ ଏହି ବର୍ଷା କାରଣରୁ ଏହି ବ୍ୟାକ୍ଗ୍ରାଉଣ୍ଡ ସାଉଣ୍ଡ ଆସୁଛି। ତେଣୁ ଆପଣମାନେ ସେଗୁଡ଼ିକ ନେଗ୍ଲେକ୍ଟ କରନ୍ତୁ। ଏବେ ଆମେ କ୍ୱେଶ୍ଚନ୍ ପେପର୍ ଡିସ୍କସନ୍ କରିବା, ଧ୍ୟାନର ସହିତ ଦେଖନ୍ତୁ। 1 ମାର୍କ ବିଶିଷ୍ଟ ଆଉ 2 ମାର୍କ ବିଶିଷ୍ଟ କ୍ୱେଶ୍ଚନ୍ ପେପର୍ ଡିସ୍କସନ୍ କରିବା। ଆପଣ ଏ ଭିଡ଼ିଓଟିକୁ ଜମା ନେଗ୍ଲେକ୍ଟ କରନ୍ତୁ ନାହିଁ, ଆପଣଙ୍କ ଏକ୍ଜାମ୍ରେ ଆସିପାରେ ଏହି କ୍ୱେଶ୍ଚନ୍ ଭିତରୁ। ତେଣୁ ଆମେ ପ୍ରଥମ କ୍ୱେଶ୍ଚନ୍ ଡିସ୍କସନ୍ କରିବା। ଆନ୍ତର୍ଜାତିକ ଶିକ୍ଷା ଆୟୋଗର 1972 ବିବରଣୀ ଶୀର୍ଷକ କ'ଣ? ଲର୍ଣ୍ଣିଂ ଟୁ ବି। ଏହା କ'ଣ ହେଇଯିବ? ଆନ୍ତର୍ଜାତିକ ଶିକ୍ଷା ଆୟୋଗର 1972 ଶୀର୍ଷକ କ'ଣ? ଲର୍ଣ୍ଣିଂ ଟୁ ବି। ଲର୍ଣ୍ଣିଂ ଟୁ ବି। ଶିକ୍ଷା ହେଉଛି ଦର୍ଶନର ଗତିଶୀଳ ପାର୍ଶ୍ୱ। ଏକଥା ଡ୍ୟାସ୍ କହିଥିଲେ। ଶିକ୍ଷା ହେଉଛି ଦର୍ଶନର ଗତିଶୀଳ ପାର୍ଶ୍ୱ। ଏକଥା କିଏ କହିଥିଲେ? ସାର୍ ଜନ୍ ଆଡାମ୍ସ କହିଥିଲେ। ଶିକ୍ଷା ହେଉଛି ଦର୍ଶନର ଗତିଶୀଳ ପାର୍ଶ୍ୱ। ନେକ୍ସଟ କ୍ୱେଶ୍ଚନ୍ ହେଲା, ପ୍ରକୃତିବାଦର ବିରୋଧାତ୍ମକ ବିଶେଷଣ କ'ଣ? ପ୍ରକୃତିବାଦର ବିରୋଧାତ୍ମକ ବିଶେଷଣ କ'ଣ? କୃତ୍ରିମ, ଆର୍ଟିଫିସିଆଲ। ନେକ୍ସଟ କ୍ୱେଶ୍ଚନ୍ ହେଲା, ଡ୍ୟାସ୍କୁ ପ୍ରୟୋଗବାଦର ଜନକ ବିବେଚନା କରାଯାଏ। ଡ୍ୟାସ୍କୁ ପ୍ରୟୋଗବାଦର ଜନକ ବିବେଚନା କରାଯାଏ। ସାଣ୍ଡର୍ସ ପିୟର୍ସ। ଏହା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ଟେ, ଏହା ମନେ ରଖିଥିବେ। ନେକ୍ସଟ କ୍ୱେଶ୍ଚନ୍ ହେଲା, ସାଂଖ୍ୟ ଦର୍ଶନରେ ସଂସାର ଆଦି କାରଣ ହେଉଛି ଡ୍ୟାସ୍? ପ୍ରକୃତି। ସାଂଖ୍ୟ ଦର୍ଶନରେ ସଂସାର ଆଦି କାରଣ କ'ଣ? ପ୍ରକୃତି। ଜୈନ ଦର୍ଶନର ପ୍ରଥମ ତୀର୍ଥଙ୍କର କିଏ? ଋଷଭନାଥ। ଜୈନ ଦର୍ଶନ ପ୍ରଥମ ତୀର୍ଥଙ୍କର କିଏ? ଋଷଭନାଥ। ଏହା ମଧ୍ୟ ଆପଣମାନେ ଆସିପାରେ, ଏହା +2 ସେକେଣ୍ଡ ଇୟର ହିଷ୍ଟ୍ରିରେ ପଢ଼ିଯିବେ। ନେକ୍ସଟ କ୍ୱେଶ୍ଚନ୍ ହେଲା, 2 ତାଙ୍କର ପ୍ରୟୋଗଶାଳା ବିଦ୍ୟାଳୟ କେଉଁଠାରେ ଅବସ୍ଥିତ? 2 ତାଙ୍କର ପ୍ରୟୋଗଶାଳା ବିଦ୍ୟାଳୟ କେଉଁଠାରେ? ଚିକାଗୋଠାରେ ଅବସ୍ଥିତ। ଆଉ 2 କେଉଁ ପ୍ରବର୍ତ୍ତନ କରିଥିଲେ ସେଟା ମଧ୍ୟ କହିବା। ଗାନ୍ଧୀଙ୍କ ମୌଳିକ ଶିକ୍ଷା ବ୍ୟବସ୍ଥାରେ ମୁଖ୍ୟ ବିଷୟ କ'ଣ ଥିଲା? ହସ୍ତଶିଳ୍ପ। ଗାନ୍ଧୀଙ୍କ ମୌଳିକ ଶିକ୍ଷା ବ୍ୟବସ୍ଥାରେ ମୁଖ୍ୟ ବିଷୟ କ'ଣ ଥିଲା? ହସ୍ତଶିଳ୍ପ ଥିଲା। ଏବେ ଆମେ ପାର୍ଟ 2 ଡିସ୍କସନ୍ କରିବା, ଆନ୍ସାର୍ ସହିତ ଡିସ୍କସନ୍ କରିବା। ତେଣୁ ଆପଣମାନେ ଦେଖନ୍ତୁ, ଆଉ ଯଦି ଆନ୍ସାର୍ ମନେ ରଖିବାକୁ ଚାହୁଁଛନ୍ତି ଆପଣମାନେ ଏଥିରୁ ସ୍କ୍ରିନ୍ସଟ୍ ମାରି ନିଅନ୍ତୁ, ନହେଲେ ଆପଣଙ୍କୁ ପରେ ଟେଲିଗ୍ରାମରେ ଦିଆଯିବ। ଶିକ୍ଷା ଓ ପ୍ରଶିକ୍ଷଣ ମଧ୍ୟରେ ଥିବା ପାର୍ଥକ୍ୟମାନ ଦର୍ଶାଅ। ଶିକ୍ଷା ଓ ପ୍ରଶିକ୍ଷଣ ମଧ୍ୟରେ ଥିବା ପାର୍ଥକ୍ୟମାନ ଦର୍ଶାଅ। ଶିକ୍ଷା ଏକ ବ୍ୟାପକ ଏବଂ ଜୀବନବ୍ୟାପୀ ପ୍ରକ୍ରିୟା ଯାହା ବ୍ୟକ୍ତିର ସର୍ବାଙ୍ଗୀନ ବିକାଶ କରେ। ଅନ୍ୟପକ୍ଷରେ ପ୍ରଶିକ୍ଷଣ ହେଉଛି ଏକ ନିର୍ଦ୍ଦିଷ୍ଟ ଦକ୍ଷତା ବା କୌଶଳ ହାସଲ କରିବା ପାଇଁ ଉଦ୍ଦିଷ୍ଟ ଏକ ସୀମିତ ସଂକୀର୍ଣ୍ଣ ପ୍ରକ୍ରିୟା। ମାନେ ଶିକ୍ଷା କ'ଣ? ଏକ ଜୀବନବ୍ୟାପୀ ପ୍ରକ୍ରିୟା। ଏହା ନିର୍ଦ୍ଦିଷ୍ଟ ଶିକ୍ଷଣ ହାସଲ କରିଥାଏ, ଆଉ ଏକ ସଂକୀର୍ଣ୍ଣ ପ୍ରକ୍ରିୟା। ନେକ୍ସଟ କ୍ୱେଶ୍ଚନ୍ ହେଲା, ବାଗ୍ଲେଙ୍କ ମତରେ ସାମାଜିକ ଦକ୍ଷତାର ବିଭିନ୍ନ ଦିଗ ଗୁଡ଼ିକ କ'ଣ? ବାଗ୍ଲେଙ୍କ ମତରେ ସାମାଜିକ ଦକ୍ଷତାର ବିଭିନ୍ନ ଦିଗ ଗୁଡ଼ିକ କ'ଣ? ଆନ୍ସାର୍ ହେଇଯିବ ୱିଲିୟମ୍ ସି ବାଗ୍ଲେଙ୍କ ମତରେ ସାମାଜିକ ଦକ୍ଷତାର 3ଟି ପ୍ରମୁଖ ଦିଗ ଅଛି। କେତୋଟି ପ୍ରମୁଖ ଦିଗ ଅଛି? 3ଟି ପ୍ରମୁଖ ଦିଗ ଅଛି। ସେଗୁଡ଼ିକ ହେଲା ଅର୍ଥନୈତିକ ଦକ୍ଷତା, ନକାରାତ୍ମକ ନୈତିକତା ଏବଂ ସକାରାତ୍ମକ ନୈତିକତା। ଅର୍ଥନୈତିକ ଦକ୍ଷତା ହେଉଛି ନିଜର ଭରଣ ପୋଷଣ କରିବା। ନକାରାତ୍ମକ ନୈତିକତା କହିଲେ ଅନ୍ୟର ଅଧିକାରରେ ହସ୍ତକ୍ଷେପ ନ କରିବା। ସକାରାତ୍ମକ ନୈତିକତା ହେଉଛି ସମାଜର ଉନ୍ନତି ପାଇଁ ସହଯୋଗ କରିବା। ଦର୍ଶନର ବ୍ୟୁତ୍ପତ୍ତିଗତ ଅର୍ଥ କ'ଣ? ଏହା ହେଉଛି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍, ଏହା ମଧ୍ୟ ଆପଣ ମନେ ରଖିଥିବେ। ଏହି କ୍ୱେଶ୍ଚନ୍ଟା ଆପଣଙ୍କ ଏକ୍ଜାମ୍ରେ ସିଓର ଆସିବ। 2 ମାର୍କ ନହେଲେ 5 ମାର୍କ ନହେଲେ 8 ମାର୍କରେ ନିଶ୍ଚୟ ଆସିବ। ତେଣୁ ଆପଣ ଏହି କ୍ୱେଶ୍ଚନ୍ଟିକୁ ମନେ ରଖିଥିବେ। ଇଂରାଜୀ ଶବ୍ଦ ଫିଲୋସଫି 2ଟି ଗ୍ରୀକ୍ ଶବ୍ଦ ଫିଲୋସ୍ ଏବଂ ସୋଫିଆ ରହିଛି। ଫିଲୋସ୍ର ଅର୍ଥ କ'ଣ? ପ୍ରେମ ବା ଅନୁରାଗ, ଏବଂ ସୋଫିଆର ଅର୍ଥ କ'ଣ? ଜ୍ଞାନ। ଏଇଟା କ୍ୱେଶ୍ଚନ୍ରେ ମଧ୍ୟ ଆସିପାରେ, ତେଣୁ ଆପଣମାନେ ଏଇଟାକୁ ମନେ ରଖିଥାନ୍ତୁ। ଫିଲୋସ୍ର ଅର୍ଥ କ'ଣ? ପ୍ରେମ ବା ଅନୁରାଗ। ସୋଫିଆର ଅର୍ଥ ହେଉଛି ଜ୍ଞାନ। ତେଣୁ ଦର୍ଶନର ବ୍ୟୁତ୍ପତ୍ତି ଅର୍ଥ ହେଉଛି ଜ୍ଞାନ ପ୍ରତି ଅନୁରାଗ ବା ଲଭ୍ ୱାଇଷ୍ଟମ୍। ତେଣୁ ଦର୍ଶନର ବ୍ୟୁତ୍ପତ୍ତି ଅର୍ଥ ହେଉଛି ଜ୍ଞାନ ପ୍ରତି ଅନୁରାଗ ବା ଲଭ୍ ୱାଇଷ୍ଟମ୍। ଦର୍ଶନ ଅର୍ଥ କ'ଣ? ଲଭ୍ ଅଫ୍ ୱାଇଷ୍ଟମ୍। ନେକ୍ସଟ କ୍ୱେଶ୍ଚନ୍ ହେଲା, ଆଦର୍ଶବାଦ ପ୍ରତିଫଳିତ ଶାଶ୍ୱତ ମୂଲ୍ୟବୋଧ ଗୁଡ଼ିକ କ'ଣ? ଏହାର ଆନ୍ସାର୍ ହେଇଯିବ ଆଦର୍ଶବାଦ ଅନୁଯାୟୀ ଆଧ୍ୟାତ୍ମିକ ବିକାଶ ହିଁ ଜୀବନର ମୁଖ୍ୟ ଲକ୍ଷ୍ୟ। କ'ଣ? ଆଧ୍ୟାତ୍ମିକ ବିକାଶ ହିଁ ଜୀବନର ମୁଖ୍ୟ ଲକ୍ଷ୍ୟ। ଏଥିରେ ପ୍ରତିଫଳିତ 3ଟି ଶାଶ୍ୱତ ମୂଲ୍ୟବୋଧ ହେଉଛି ସତ୍ୟମ୍, ଶିବମ୍, ସୁନ୍ଦରମ୍। କେତୋଟି? ଆଦର୍ଶବାଦରେ ପ୍ରତିଫଳିତ ଶାଶ୍ୱତ ମୂଲ୍ୟବୋଧ କେତୋଟି? 3ଟି। ସତ୍ୟମ୍, ଶିବମ୍ ଆଉ ସୁନ୍ଦରମ୍।
ନେକ୍ସଟ କ୍ୱେଶ୍ଚନ୍ ହେଲା ପ୍ରୟୋଗବାଦର ବିଭିନ୍ନ ରୂପ ଗୁଡ଼ିକ କ'ଣ? ଏହାର ଆନ୍ସର୍ ହେଇଯିବ ପ୍ରୟୋଗବାଦ ବିଭିନ୍ନ ରୂପ ଗୁଡ଼ିକ ମଧ୍ୟରୁ ତିନୋଟି ରୂପ ଦେଖାଯାଏ। ହେଉଛି ମାନବବାଦୀ ପ୍ରୟୋଗବାଦ, ପରୀକ୍ଷାମୂଳକ ପ୍ରୟୋଗବାଦ ଏବଂ ଜୀବବିଜ୍ଞାନ ଭିତ୍ତିକ ପ୍ରୟୋଗବାଦ। ଏ ପ୍ରୟୋଗବାଦ ତିନୋଟି ରୂପ ଦେଖାଯାଏ। ମାନବବାଦୀ ପ୍ରୟୋଗବାଦ, ପରୀକ୍ଷାମୂଳକ ପ୍ରୟୋଗବାଦ ଆଉ ଜୀବବିଜ୍ଞାନ ଭିତ୍ତିକ ପ୍ରୟୋଗବାଦ। ନେକ୍ସଟ କ୍ୱେଶ୍ଚନ୍ ହେଲା ସାଂଖ୍ୟ ଦର୍ଶନରେ ଜ୍ଞାନ ଅର୍ଜନର ବିଭିନ୍ନ ପଦ୍ଧତି ଦର୍ଶାଅ। ଏହାର ଆନ୍ସର୍ ହେଇଯିବ ସାଂଖ୍ୟ ଦର୍ଶନରେ ଯଥାର୍ଥ ଜ୍ଞାନ ପାଇଁ ତିନୋଟି ପ୍ରମାଣ ବା ପଦ୍ଧତି ଗ୍ରହଣ କରାଯାଇଛି। ତିନୋଟି ସେଗୁଡ଼ିକ ହେଲା ପ୍ରତ୍ୟକ୍ଷ, ଅନୁମାନ ଏବଂ ଶବ୍ଦ ଆପ୍ତବଚନ। ପ୍ରତ୍ୟକ୍ଷ, ଅନୁମାନ ଏବଂ ଶବ୍ଦ ଆପ୍ତବଚନ ସାଂଖ୍ୟ ଦର୍ଶନରେ ପ୍ରତ୍ୟକ୍ଷ, ଅନୁମାନ ଓ ଶବ୍ଦ ଆପ୍ତବଚନ। ନେକ୍ସଟ କ୍ୱେଶ୍ଚନ୍ ହେଲା ଜୈନବାଦର ତ୍ରିରତ୍ନ କ'ଣ? ଜୈନବାଦର ତ୍ରିରତ୍ନ କ'ଣ? ଜୈନ ଧର୍ମରେ ମୋକ୍ଷ ବା କୈବଲ୍ୟ ପ୍ରାପ୍ତି ପାଇଁ ନିର୍ଦ୍ଧାରିତ ତିନୋଟି ମାର୍ଗକୁ ତ୍ରିରତ୍ନ କୁହାଯାଏ। ମୋକ୍ଷ ପାଇଁ ତିନୋଟି ମାର୍ଗକୁ ତ୍ରିରତ୍ନ କୁହାଯାଏ। ଏଗୁଡ଼ିକ ହେଲା ସମ୍ୟକ୍ ଦର୍ଶନ, ସମ୍ୟକ୍ ଜ୍ଞାନ, ସମ୍ୟକ୍ ଚରିତ୍ର। ସମ୍ୟକ୍ ଦର୍ଶନ, ସମ୍ୟକ୍ ଜ୍ଞାନ ଓ ସମ୍ୟକ୍ ଚରିତ୍ର। ନେକ୍ସଟ କ୍ୱେଶ୍ଚନ୍ ହେଲା ବୌଦ୍ଧ ଦର୍ଶନରେ ଶିକ୍ଷକ ଛାତ୍ର ସମ୍ପର୍କକୁ ବୁଝାଅ। ବୌଦ୍ଧ ଶିକ୍ଷା ବ୍ୟବସ୍ଥାରେ ଶିକ୍ଷକ ଓ ଛାତ୍ର ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ନିବିଡ଼, ପବିତ୍ର ଏବଂ ପିତାମାତା ଭଳି ସ୍ନେହପୂର୍ଣ୍ଣ ଥିଲା। ଶିକ୍ଷକ ଛାତ୍ରର ଆଧ୍ୟାତ୍ମିକ ବୌଦ୍ଧିକ ବିକାଶ ପାଇଁ ଯତ୍ନବାନ ଥିଲେ ଏବଂ ଛାତ୍ର ଗୁରୁଙ୍କର ସେବା ନିର୍ଦ୍ଦେଶ ପାଳନ କରିଥିଲେ। ବୌଦ୍ଧ ଦର୍ଶନରେ ଶିକ୍ଷକ ଛାତ୍ର ଅତ୍ୟନ୍ତ ନିବିଡ଼ ଥିଲା, ପିତା ପୁତ୍ର ଭଳି ଥିଲା ଆଉ ଛାତ୍ରର ଯତ୍ନବାନ ଶିକ୍ଷକମାନେ କରିଥିଲେ। ନେକ୍ସଟ କ୍ୱେଶ୍ଚନ୍ ହେଲା ଅରବିନ୍ଦଙ୍କ ଅନୁସାରେ ଶିକ୍ଷାଦାନର ମୁଖ୍ୟ ନୀତିଗୁଡ଼ିକ କ'ଣ? ଶ୍ରୀ ଅରବିନ୍ଦଙ୍କ ଅନୁସାରେ ଶିକ୍ଷାଦାନର ତିନୋଟି ମୁଖ୍ୟ ନୀତି ହେଉଛି କିଛି ବି ବାହାରୁ ଶିଖାଇ ହେବ ନାହିଁ, ଜ୍ଞାନ ଶିଶୁର ଭିତରେ ଥାଏ। କିଛି ବି ବାହାରୁ ଶିଖାଇ ହେବ ନାହିଁ, ଜ୍ଞାନ ଶିଶୁର ଭିତରେ ଥାଏ। ଶିଶୁର ମନକୁ ନିଜ ପ୍ରକୃତି ଅନୁଯାୟୀ ବିକଶିତ ହେବାକୁ ସୁଯୋଗ ଦେବା ଉଚିତ। ଶିଶୁର ମନକୁ ନିଜର ପ୍ରକୃତି ଅନୁଯାୟୀ ବିକଶିତ ହେବାକୁ ସୁଯୋଗ ଦେବା ଉଚିତ। ଶିକ୍ଷାଦାନ ସର୍ବଦା ନିକଟରୁ ଦୂରକୁ ଗତି କରିବା ଉଚିତ। ଶିକ୍ଷାଦାନ ସର୍ବଦା ନିକଟରୁ ଦୂରକୁ ଗତି କରିବା ଉଚିତ। ନେକ୍ସଟ କ୍ୱେଶ୍ଚନ୍ ହେଲା ପ୍ଲାଟୋଙ୍କ ଶିକ୍ଷା ବ୍ୟବସ୍ଥାରେ ନାରୀ ଶିକ୍ଷାର ଧାରଣା କ'ଣ? ପ୍ଲାଟୋଙ୍କ ଶିକ୍ଷା ବ୍ୟବସ୍ଥାରେ ନାରୀ ଶିକ୍ଷାର ଧାରଣା କ'ଣ? ପ୍ଲାଟୋ ନାରୀ ଏବଂ ପୁରୁଷମାନଙ୍କୁ ସମାନ ଶିକ୍ଷା ଦେବା ସଫଳ କରିଥିଲେ। ପ୍ଲାଟୋଙ୍କ ମତରେ ରାଜ୍ୟର ପରିଚାଳନା ଏବଂ ସୁରକ୍ଷା କ୍ଷେତ୍ରରେ ନାରୀମାନେ ମଧ୍ୟ ପୁରୁଷଙ୍କ ପରି ସମାନ ଭାବରେ ଦକ୍ଷ, ତେଣୁ ସେମାନଙ୍କୁ ସମାନ ଧରଣର ବୌଦ୍ଧିକ ଓ ଶାରୀରିକ ଶିକ୍ଷା ପ୍ରଦାନ କରିବା ଆବଶ୍ୟକ। ପ୍ଲାଟୋ ନାରୀ ଓ ପୁରୁଷକୁ ସମାନ ଭାବରେ ଦେଖୁଥିଲେ ଏବଂ ସମାନ ଶିକ୍ଷା ଦିଆଯିବ ବୋଲି କହୁଥିଲେ। ପ୍ଲାଟୋଙ୍କ ମତରେ ରାଜ୍ୟ ପରିଚାଳନା ଓ ସୁରକ୍ଷା କ୍ଷେତ୍ରରେ ନାରୀମାନେ ମଧ୍ୟ ପୁରୁଷଙ୍କ ପରି ସମାନ ଏବଂ ନାରୀମାନଙ୍କୁ ମଧ୍ୟ ସମାନ ଧରଣର ବୌଦ୍ଧିକ ଓ ଶାରୀରିକ ଶିକ୍ଷା ପ୍ରଦାନ କରାଯିବା ଆବଶ୍ୟକ। ନେକ୍ସଟ କ୍ୱେଶ୍ଚନ୍ ହେଲା ତ ଏଇଠି ଆମର ଭିଡ଼ିଓଟି ସମାପ୍ତ ହୋଇଯାଇଛି। ଆପଣଙ୍କୁ ଯଦି ଏହି ଭିଡ଼ିଓ ଭଲ ଲାଗିଲା ତେଣୁ ଆପଣ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ ଆଉ ଲାଇକ୍ କରିନିଅନ୍ତୁ, ଯେଉଁଟାକି ଆମେ ଭିଡ଼ିଓ ଅପଲୋଡ଼ କଲେ ଆପଣଙ୍କ ମୋବାଇଲକୁ ନୋଟିଫିକେସନ୍ ପଳାଇ ଆସିବ। ତେଣୁ ଆପଣମାନେ ଯଦି ଏହାର ନୋଟ୍ ପାଇବାକୁ ଚାହୁଁଛନ୍ତି ତାହେଲେ ଡେସ୍କ୍ରିପସନ୍ ଦିଆଯାଇଥିବା ମୋର ଟେଲିଗ୍ରାମ ଚ୍ୟାନେଲ୍ ଜଏନ୍ ହୋଇଯାଆନ୍ତୁ। ଆପଣମାନେ ସେଇଠି ଏହି ନୋଟ୍ ପାଇଯିବେ। ତେଣୁ ସମସ୍ତଙ୍କୁ ଧନ୍ୟବାଦ। ଆପଣମାନଙ୍କୁ ଏତିକି ଅନୁରୋଧ ଯେ ଆପଣମାନେ ନିଜ ପରୀକ୍ଷାରେ ଭଲ କରି ଆସିବେ।